ପ୍ରକୃତରେ ଯିଏ ଅନ୍ୟ ପାଖରେ ହିଂସା ଭାବ ଦେଖିବା ପାଇଁ ପାଏ ନା, ବୋଧ ହୁଏ ତାର ଟିକେ ସ୍ୱାର୍ଥ କମି ଯାଇଥାଏ। ସେ ପାଇବାର କି କୌଣସି ସ୍ୱାର୍ଥ କମି ଯାଇଥାଏ। ସେଥିପାଇଁ ପ୍ରଥମେ ତା ଆଖିକି ସେଇ ଲୋକର ବା ହିଂସା ଭାବଟା ତା ଆଖିକି ଆସିଯାଏ ଯେ ଆ ପାଖରେ ହିଂସା ଭାବ ଅଛି। ମୋତେ କହିଲ ଦେଖି, ତମ ପାଖରେ କେତେ ଭଲ ଭାବ ଥିବ? ଗୋଟେ କଥା ମନେ ରଖିଥ, ଯେକୌଣସି ମଣିଷ ହଉ ବା ଯାହାକୁ ବି ହଉ, ତମେ ଯେତେ ଥର ସାହାଯ୍ୟ କର, ଯଦି ଥରେ ତମ ସାହାଯ୍ୟ ବନ୍ଦ ହେଇଗଲା ନା, ତାହେଲେ ସେ ସେଇ ଦିନ ଠାରୁ ତମକୁ ସେ ସ୍ୱାର୍ଥପର ବୋଲି ଭାବିବ ବା ତମ ପାଖରେ ହିଂସା ଭାବ ଅଛି ବୋଲି ସେ ସେଇ ଚିନ୍ତାଧାରା ପ୍ରଥମେ ତାରି ମୁଣ୍ଡକୁ ଆସିବ। ସେଥିପାଇଁ କାହାକୁ ବି ସାହାଯ୍ୟ କରିବା କୌଣସି ଆବଶ୍ୟକ ନାହିଁ। କାରଣ ଯେତେବେଳେ ସ୍ୱାର୍ଥ ସରିଯିବ, ତମେ 100ଟା ସାହାଯ୍ୟ ସେ ସାଙ୍ଗେ ସାଙ୍ଗେ ଭୁଲିଯିବ। ସେଥିପାଇଁ ସେ ଲୋକଙ୍କ ଠାରୁ ଯେତେ ଦୂରେଇକି ରହିବ, ତମ ପାଇଁ ସେତେ ଲାଭ ହବ।